ସୁଦର୍ଶନ ମିଶ୍ର। ଶୈଳବାଳା ମିଶ୍ର ସେ ଯେଉଁ ଅଭିଯୋଗ କରୁଛନ୍ତି ସେଇଟା ଭିତ୍ତିହୀନ। କାହିଁକି ନା ସେ ତାଙ୍କର ଗୋଟେ କାଦୁଅ ପିଚୁ ଇଟା କାନ୍ଥ ଯେଉଁଟାକି 20 ଫୁଟ ଖଣ୍ଡେ ଉଚ୍ଚତା ହେବ। ସେ ଉଚ୍ଚତା ବିଶିଷ୍ଟ କାନ୍ଥଟାକୁ ସେ ଫାଟିକି ରହିଛି, 3-4 ପଏଣ୍ଟ ହେଇଯାଇ ଫାଟିକି ରହିଛି। କେଉଁ ମୁହୂର୍ତ୍ତରେ ଭାଙ୍ଗିବ ତା ଆମ ମାନେ ଜୀବନ ଉପରେ ବିପଦ ଆସିବ ତା କହିହେବନି। ବାରମ୍ବାର ତାଙ୍କୁ କହି ସୁଦ୍ଧା ସେ ଅଭିଯୋଗ କରୁଛନ୍ତି କି ଆମର ଉତ୍ତରପଟେ ଯେଉଁ ନଡ଼ିଆ ଗଛ ଆଉ ଆମ୍ବ ଗଛର କିଛି ଶାଖା ତା ଘର ଉପରୁ ରହି ପତ୍ରପୁତ୍ରା ବଡ଼ ଆମ୍ବ ଏମିତି ସବୁ ପଡ଼ୁଛି। ତେବେ ସେଗୁଡ଼ାକୁ ହାଣିଲେ ଯାଇକି ସେ ତ କାନ୍ଥ ଭାଙ୍ଗିବା ପରେ ନାହିଁ ମୋଟେ କହିଲେ ମୁଁ କାନ୍ଥ ଭାଙ୍ଗିବିନି। ଅତୀତରେ ମଧ୍ୟ ବହୁତ ଆପୋଷୀ କଥାବାର୍ତ୍ତା ହେଇଛି ତାର ଯେ ବନ୍ଧୁବାନ୍ଧବ ମାଧ୍ୟମରେ, ଏବଂ ସେ କହିଥିଲା କି ତୁମେ ଆମ୍ବ ଡାଳଟା ହାଣିଦିଅ ତାପରେ ମୁଁ ମୋ କାନ୍ଥ ଭାଙ୍ଗିବି। ଆମେ ମଧ୍ୟ ଆମ୍ବ ଡାଳ ଆଗରୁ 3ଟା ଆମ୍ବ ଡାଳ ହାଣି ଦେଇଛୁ, କିନ୍ତୁ ସେ କାନ୍ଥ ଭାଙ୍ଗିଲା ନାହିଁ। ବିଭିନ୍ନ ପ୍ରକାର କଥା ଖେଳିଲା ଏବଂ ସେ କାମ ହେଇପାରିଲା ରହିଲା। ତାପରେ ଏବେ ଗୋଟେ କ'ଣ ସବ୍ କଲେକ୍ଟର ଅଫିସର ଗୋଟେ ଅର୍ଡ଼ର କରି ଆଣିଛି ତହସିଲଦାର ମଧ୍ୟ ଦିନେ ଆସିଥିଲେ, ଆମକୁ ନୋଟିସ୍ କରିଥିଲେ ଯିବା ପାଇଁ। ଆମେ ସେଠିକି ଯାଇଥିଲୁ। ତାପରେ ସେ ଆସିଥିଲେ ସରପ୍ରାଇଜ୍ ଚେକିଂରେ। ଆସିକି ଦେଖିଲା ପରେ ସବୁ ଜିନିଷ ଦେଖିକି ଗଲେ। ଆମେ ମଧ୍ୟ ତାର ଗୋଟେ କାଉଣ୍ଟର ପିଟିସନ୍ ଦେଇଥିଲୁ ଏବଂ କେସ୍ ମଧ୍ୟ ଗୋଟେ କରିଥିଲୁ 133 କଲା ପରେ ସେ ଅର୍ଡ଼ରଟା କ'ଣ ଆସିବ ଠିକ୍ ଆଉ। କିନ୍ତୁ ବର୍ତ୍ତମାନ କଥା ହେଉଛି ଯେ ଆମର ବର୍ତ୍ତମାନ କାନ୍ଥର ଅବସ୍ଥା ଯାହା ଅଛି, କାନ୍ଥଟାକୁ ସେ ରିମୁଭ୍ କରିଦେବୁ। ତାପରେ ଆମର ତ ଆମ୍ବ ଡାଳ ହାଣି ଦେଇଛୁ, ଆଉ ଖଣ୍ଡେ ଡାଳ ମାତ୍ର ଅଛି, ସେଇଟା ହାଣିବୁ ଆଉ ଆମ ନଡ଼ିଆ ଗଛଟା ଆମେ ହାଣିଦେବୁ ଆଉ। ତାପରେ ଏପଟେ ଦକ୍ଷିଣ ପଟେ ଆଜିକି ବିଶ୍ୱାସ କରିବେନି 35 ବର୍ଷରୁ ଉର୍ଦ୍ଧ୍ୱ ହେବ ଆମେ ଘରଟେ କଲୁଣି। ଏଇ ଯେଉଁ ଘରଟା, ସେ ଘରର କାନ୍ଥ ପ୍ଲାଷ୍ଟର କରିଦେଉନି। କାନ୍ଥ ପ୍ଲାଷ୍ଟର କରିଦେଉନି ମୋଟେ। କାନ୍ଥ ମାନେ ଭିତରେ ଠିଆ ହେଲେ ଆପଣ ଜାଣିବେ, ମାନେ ଏପଟେ ଠିଆ ହେଲେ ସେପଟେ ଦେଖାହେଉଛି। କ'ଣ ପାଇଁ ଗୋଟେ ଦେଢ଼ି ରଖିଛୁ, ମୋଟେ 1.5 ଫୁଟ ଖଣ୍ଡେ ଲେଖା ହେବ, ଯେଉଁଟାକି ତା ଭିତରେ ଆମେ ପଶିକି ପ୍ଲାଷ୍ଟର କରିପାରୁନୁ। ତାର ଗୋଟେ ସିଢ଼ି ଘର ପ୍ଲାଷ୍ଟର ହେବାର ଥିଲା। ଏମିତି ବନ୍ଧୁ ଆସିକି ଜୁଲମ କଲା, କହିଲା ମୋତେ ଟିକେ ଚାନ୍ସ ଦିଅ, ଆଉ କାଲି ମୁଁ ଆସିକି ଏଗୁଡ଼ା ସବୁ କାମ ଆମେ କରିଦେବୁ। କୋର୍ଟରୁ ଆସିଥିଲା ଆମର ନୋଟିସ୍ ଆସିଥିଲା କି ଭଙ୍ଗା ବୋଲି ଅର୍ଡର ଦେଇଥିଲେ, ଆପଣ ତାପରେ ତହସିଲ ଦେଲେ ନା ପୂର୍ବରୁ? ତହସିଲଦାର ଯେବେ ଆମକୁ ନୋଟିସ୍ କଲେ ଯେ ଯାଇକି ତାଙ୍କୁ ଭେଟିବା ପାଇଁ,